ରହିବା ଦରକାର। ଅର୍ଥାତ୍ ଆତ୍ମାର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ। ସେଥିପାଇଁ ବହୁତ ବଡ଼ କାର୍ଯ୍ୟ ହେଉଛି। ସବୁଠୁ ଶ୍ରେଷ୍ଠ କାର୍ଯ୍ୟ କ'ଣ ଜାଣିଛନ୍ତି? ଭକ୍ତିର ତ ବହୁତ ଅଙ୍ଗ ରହିଛି, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ନିଜେ ଆସିଲେ ଚୈତନ୍ୟ ମହାପ୍ରଭୁଙ୍କ ରୂପରେ, ସ୍ୱୟଂ ଆସି କହିଲେ ଆତ୍ମାର କଲ୍ୟାଣ କେମିତି ହବ। ଆତ୍ମାର କଲ୍ୟାଣ ପାଇଁ ସେ କହିଲେ କଳିଯୁଗରେ କୌଣସି ଉପାୟ ନାହିଁ। କଳିଯୁଗରେ ଆତ୍ମାର କଲ୍ୟାଣ ପାଇଁ ଅତି ସହଜ ସରଳ ଉପାୟ ହେଉଛି କେବଳ ପ୍ରଭୁଙ୍କର ନାମ, ଆଉ କୌଣସି ଉପାୟ ନାହିଁ। ସେଇଥିପାଇଁ କହିଲା ହରେ ନାମ ହରେ ନାମ ହରେ ନାମ ଏବ କେବଳମ୍ ଫଳୋ ନାସ୍ତ୍ୟେବ 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 ଗତିରନ୍ୟଥା। କଳିଯୁଗରେ କୌଣସି ଉପାୟ ନାହିଁ, କୌଣସି ଉପାୟ ନାହିଁ, କୌଣସି ଉପାୟ ନାହିଁ, କେବଳ ହରିନାମ, କେବଳ ହରିନାମ, କେବଳ ହରିନାମ। ଦେଖନ୍ତୁ ତିନିଥର କୁହାଗଲା, ତିନିଥର କୁହାଗଲା କେବଳ ହରିନାମ, ଆଉ ତିନିଥର କୁହାଗଲା ଅଲଗା କୌଣସି ଉପାୟ ନାହିଁ। ଗୋଟେ କଥାକୁ ଦୃଢ଼ତାର ସହିତ ପ୍ରତିପାଦିତ କରିବା ପାଇଁ ତ୍ରିବାର କୁହାଯାଏ। ମନାନି ମୁଁ ସତ୍ୟ 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 ତ୍ରିବାର ସତ୍ୟ କହୁଛି। ସେଠି କହିଲା ହରେ ନାମ ହରେ ନାମ ହରେ ନାମ ଏବ କେବଳ, କେବଳ ହରିନାମ, କେବଳ ହରିନାମ, କେବଳ ହରିନାମ, ଅଲଗା କୌଣସି ଉପାୟ ନାହିଁ, ଅଲଗା କୌଣସି ଉପାୟ ନାହିଁ, ଅଲଗା କୌଣସି ଉପାୟ ନାହିଁ। ବହୁତ କଥା ରହିଛି ଶାସ୍ତ୍ରରେ, ନାମର ମହିମା ଉପରେ ତ ବହୁତ କଥା ରହିଛି। ସେସବୁ